the main fun part of this blog is now the Odia guys, okay? So they are making the sketch, okay, like street kind of sketch, right? And this is a part of their assignment. They are from Odisha BK College, right? They are studying at visual art something, and now I think that is a project of the university. Like this is in your curriculum. Okay. So this is kind of one assignment or kind of internship where they will go outside and they will do the sketch. Now I am giving them one task. They will design my sketch. Let's see how it's look like. আমার স্কেচ সরি যাইছে ରେକର୍ଡ କରିବାର ଅର୍ଥ ହେଲା ଏକ ଆମ ଓଡ଼ିଶାରେ କ'ଣ ଆମ ସବୁବେଳେ ପାଇଁ ଟିକେ ଆମ ନିଜ କଳାକୁ ଦେଖିବା ପାଇଁ ଆମେ ସବୁବେଳେ ପାଇଁ ଲଜ୍ଜା କରୁ, ଆମ ଲୋକମାନଙ୍କ ସାମ୍ନାକୁ ଯାଉନା। ଏଇଟା ପ୍ରଥମ ଥର ପାଇଁ ମୁଁ ଅନୁଭବ କରୁଛି କି ସେ ପିଲାମାନେ ଆସି ବାହାରେ ଆସିକିନା ବସ୍ ଷ୍ଟାଣ୍ଡରେ ଯେଉଁ ଆକ୍ଟିଭିଟିଜ୍, ଇଟ୍ସ ଏ ଭେରି ଗୁଡ୍ ଆକ୍ଟିଭିଟିଜ୍। କାହିଁକିନା ଜର୍ମାନୀରେ ଯେତେବେଳେ ଆମେ ଦେଖୁ, ଜର୍ମାନୀ କି ଇଟାଲୀରେ ଯେତେବେଳେ ଦେଖେ, ସେମାନେ ପ୍ରାୟ ଆସି ଫରେନ୍ ବିଦେଶରେ ସବୁ ଜିନିଷ ହୁଏ, କିନ୍ତୁ ଓଡ଼ିଶାରେ ଆମ ରାଜ୍ୟରେ ଏଇଟା ହେଉଛି। ମୁଁ ତ ଫାର୍ଷ୍ଟ ଟାଇମ୍, କାରଣ 4 ବର୍ଷ ପରେ ଏଇଟା ମୁଁ ଦେଖୁଛି ମାନେ ଓଡ଼ିଶା ଆସିକିନା। ଆଗରୁ ଯଦି ଆପଣମାନେ ଦେଖିଥିବେ ଏଇଟା କମେଣ୍ଟରେ ଜଣେଇବେ, କାହିଁକିନା ଏସବୁ ବର୍ତ୍ତମାନ ଏଇ ଯେଉଁ ସ୍କେଚ୍ ଯେଉଁମାନେ ଆର୍ଟିଷ୍ଟମାନେ ବସୁଛନ୍ତି ସେମାନେ ମୋଟିଭେଟ୍ କରିବେ ଅଲଗା ଆର୍ଟିଷ୍ଟକୁ, ସେମାନେ ଆସିକି ପବ୍ଲିକ୍ ପ୍ଲେସ୍ରେ ସ୍କେଚ୍ କରିବେ। ତ ଏଇଟା ଗୋଟେ ବହୁତ ଭଲ ଇନିସିଏଟିଭ୍।